ଓଡ଼ିଶାରେ ଏବେ ଯେଉଁ ଖରା ହେଉଛି ତାହା ସତରେ କହିବାକୁ ଗଲେ ଅସହ୍ୟ। ରାଜ୍ୟର ଅଧିକାଂଶ ସ୍ଥାନରେ ଏମିତି ତାତି ଯେ ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି। ତେବେ ଚାଲନ୍ତୁ ଏହି ଗମ୍ଭୀର ପରିସ୍ଥିତିକୁ ଟିକେ ବିସ୍ତାରରେ ବୁଝିବା। ଏହାକୁ କେବଳ ସାଧାରଣ ଖରା ବୋଲି କହିଲେ ଭୁଲ ହେବ। ଏହାକୁ ସିଧାସଳଖ କୁହାଯାଉଛି ଅସମ୍ଭାଳ ଓ ଅସହ୍ୟ ତାତି। କାରଣ ଏହା କେବଳ ଏକ ପାଣିପାଗ ଖବର ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଏକ ବଡ଼ ସମସ୍ୟା। ଆଉ ପରିସ୍ଥିତି କେତେ ଗମ୍ଭୀର ତାହା ଏହି ଗୋଟିଏ ସଂଖ୍ୟାରୁ ହିଁ ସ୍ପଷ୍ଟ ହୋଇଯାଉଛି। 44 ଡିଗ୍ରୀ ସେଲ୍ସିୟସ୍। ହଁ, ଗତକାଲି ଝାରସୁଗୁଡ଼ା ଆଉ ତାଳଚେରରେ ପାରଦ ଠିକ୍ ଏହି ସ୍ତରକୁ ଛୁଇଁଥିଲା। ଭାବିଲେ ବି ଦେହରୁ ଝାଳ ବାହାରି ଆସୁଛି। ତେବେ କେଉଁ କେଉଁ ଅଞ୍ଚଳରେ ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ ଆଉ ସେଠାରେ କି ପ୍ରକାର ସତର୍କତା ଜାରି କରାଯାଇଛି, ଆସନ୍ତୁ ସେ ବିଷୟରେ ଜାଣିବା। ବର୍ତ୍ତମାନ ପାଇଁ ରାଜ୍ୟର ଏହି 6ଟି ଜିଲ୍ଲାକୁ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ବୋଲି ଚିହ୍ନଟ କରାଯାଇଛି। ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଆଉ ବଲାଙ୍ଗୀର। ଏହି ସବୁ ଜିଲ୍ଲା ପାଇଁ ହିଟ୍ ୱେଭ୍ ବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସତର୍କ ସୂଚନା ଦିଆଯାଇଛି। କିନ୍ତୁ କଥା କ'ଣ ଏତିକିରେ ସରିନି। ଏହି 6ଟି ଜିଲ୍ଲା ବ୍ୟତୀତ ଆହୁରି 17ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାର ଅର୍ଥ ହେଉଛି ଏହି ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେବ। ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଗୋଟିଏ ପଟେ ଯେତେବେଳେ ପୂରା ରାଜ୍ୟ ତାତିରେ ସିଝୁଛି, ସେତିକିବେଳେ ଆଉ 6ଟି ଜିଲ୍ଲା ପାଇଁ ଝଡ଼ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏଥିରୁ ଓଡ଼ିଶାର ପାଣିପାଗର ଜଟିଳତା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଆଚ୍ଛା, ଏବେ ଆସନ୍ତୁ କିଛି ସଂଖ୍ୟା ଉପରେ ନଜର ପକାଇବା। ଏହି ଗ୍ରୀଷ୍ମ ପ୍ରବାହ ପ୍ରକୃତରେ କେତେ ବ୍ୟାପକ ତାହା ଏହି ପରିସଂଖ୍ୟାନରୁ ହିଁ ସ୍ପଷ୍ଟ ହୋଇଯିବ। 24। ଏହି ସଂଖ୍ୟାଟିକୁ ଟିକେ ଦେଖନ୍ତୁ। ଗତକାଲି ଓଡ଼ିଶାର ଛୋଟ ବଡ଼ ମିଶାଇ ମୋଟ 24ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଏଇଥିରୁ ହିଁ ସ୍ଥିତିର ବ୍ୟାପକତା ଅନୁମାନ କରିହେଉଛି। ଆଉ ଏହି ତାତିର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ଝାରସୁଗୁଡ଼ା ଏବଂ ତାଳଚେର। ଏହି ଦୁଇଟି ସହରରେ ହିଁ ପାରଦ ସର୍ବାଧିକ 44 ଡିଗ୍ରୀ ଛୁଇଁଥିଲା। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଯେଉଁ ଅସହ୍ୟ ଗରମ ହେଉଛି, ଏଥିରୁ କ'ଣ କିଛିଟା ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି? ପାଣିପାଗ ବିଭାଗର ପୂର୍ବାନୁମାନ କ'ଣ କହୁଛି, ଆସନ୍ତୁ ଦେଖିବା। ଦେଖନ୍ତୁ, ପୂର୍ବାନୁମାନ କିଛିଟା ଆଶାର କିରଣ ଦେଖାଉଛି। ଗତକାଲି ତ ତାପମାତ୍ରା 44 ଡିଗ୍ରୀରେ ପହଞ୍ଚି ସାରିଛି। ଆଜି ମଧ୍ୟ ଗରମ ଆଉ କିଛି ସ୍ଥାନରେ ଝଡ଼ ବର୍ଷାର ସତର୍କତା ରହିଛି। କିନ୍ତୁ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ 26 ତାରିଖରୁ ଝଡ଼ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଏହା ହିଁ ବୋଧହୁଏ କିଛିଟା ଆରାମ ଦେଇପାରେ। ତେବେ ଶେଷରେ ପ୍ରଶ୍ନ ଏଇଆ, ଆଗାମୀ ଝଡ଼ ବର୍ଷା କ'ଣ ସତରେ ଏହି ନିଆଁ ବର୍ଷା ଭଳି ତାତିରୁ ଆମକୁ ସମ୍ପୂର୍ଣ୍ଣ ମୁକ୍ତି ଦେଇପାରିବ, ନା ଏହା କେବଳ କିଛି ସମୟ ପାଇଁ ଏକ ଅସ୍ଥାୟୀ ଆଶ୍ୱସ୍ତି ହେବ? ଏହାର ଉତ୍ତର ତ ଆଗାମୀ କିଛି ଦିନର ପାଣିପାଗ ହିଁ କହିବ।